ବନ୍ଧୁ, ସ୍ନେହ, ପ୍ରେମ, ମମତାର ପବିତ୍ର ବନ୍ଧନ ହେଉଛି ରକ୍ଷାବନ୍ଧନ। ଏହି ରକ୍ଷାବନ୍ଧନରେ ଭାଇ ହାତେ ଭଉଣୀଟିଏ ସ୍ନେହ ଆଦରରେ ରାକ୍ଷୀଟିଏ ବାନ୍ଧିଥାଏ। ଯେଉଁ ରାକ୍ଷୀ କେବଳ ଗୋଟିଏ ସୂତା ନୁହେଁ, ଏଥିରେ ଜଣେ ଭାଇର ଭଉଣୀ ପ୍ରତି ଭଲ ପାଇବା ଆଉ ଜଣେ ଭଉଣୀ ତାର ଭାଇ ପ୍ରତି ଥିବା ଭରସା ଭରି ରହିଥାଏ। ତେଣୁ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବା ପାଇଁ ଭାଇ ଭଉଣୀ ଘରକୁ ଯାଇଥାଏ, ବେଳେବେଳେ ଭଉଣୀ ମଧ୍ୟ ଭାଇ ଘରକୁ ଆସିଥାଏ। ତେବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା କି ରାକ୍ଷୀ ବାନ୍ଧିବା ପାଇଁ ଭାଇ ଭଉଣୀ ଘରକୁ ଯିବେ ନା ଭାଇ ଘରକୁ ଭଉଣୀ ଆସିବେ, କେଉଁଟା ଠିକ୍? ପ୍ରକୃତରେ ବନ୍ଧୁ, ଶାସ୍ତ୍ର ମତରେ ବ୍ରାହ୍ମଣ, ଗୋମାତା ଏବଂ ଭଉଣୀ ଏମାନେ ଯେତେବେଳେ ବି ଆପଣଙ୍କ ଘରକୁ ଆସନ୍ତି, ଯଦି ଏମାନଙ୍କ ମଧ୍ୟରୁ କେହି ବି ଆପଣଙ୍କ ଘରକୁ ଆସନ୍ତି, ତାହେଲେ ନିଶ୍ଚିତ ଭାବରେ ଗ୍ରହକର୍ତ୍ତାର ମଙ୍ଗଳ ହେବ, ଶୁଭ ଫଳପ୍ରାପ୍ତ ହେବ। ତେଣୁ ଯଦି ଆପଣଙ୍କର ଘରକୁ ଆପଣଙ୍କର ଭଉଣୀ ଆସେ, ତାହେଲେ ଜାଣିବେ ଯେ ଆପଣଙ୍କର ସୌଭାଗ୍ୟ ଆପଣଙ୍କ ଘରକୁ ଆସିଲା, ଲକ୍ଷ୍ମୀ ଆପଣଙ୍କର ଘରକୁ ଆସିଲା। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଘରକୁ ଭାଇ ଯାଇପାରେ, କିଛି ବଡ଼ କଥା ନୁହେଁ। ଯିଏ ଯାହା ଘରକୁ ଗଲେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ଭଉଣୀ ଭାଇ ଘରକୁ ଆସେ ଆଉ ରାକ୍ଷୀ ପୂର୍ଣ୍ଣିମାରେ ଆସେ, ତାହେଲେ ନିଶ୍ଚିନ୍ତ ଭାବରେ ଭାଇ ପାଇଁ ସୌଭାଗ୍ୟ ଐଶ୍ୱର୍ଯ୍ୟ ନେଇକରି ଆସେ। ତେଣୁ ଯଦି ସମ୍ଭବ ହେଉଛି, ତାହେଲେ ଭଉଣୀମାନେ ଭାଇ ଘରକୁ ଯାଇକି ଭାଇ ହାତରେ ରାକ୍ଷୀ ବାନ୍ଧିବା ଉଚିତ। ଏଭଳି କଲେ ଭଉଣୀର ବି ମଙ୍ଗଳ ହେବ ଆଉ ଭାଇର ବି ମଙ୍ଗଳ ହେବ। ଜୟ ଜଗନ୍ନାଥ ବନ୍ଧୁ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଚ୍ୟାନେଲଟିକୁ ଲାଇକ୍ କରିବେ, ସେୟାର କରିବେ ଓ ସବସ୍କ୍ରାଇବ୍ କରିବେ।